ଟିମ୍ ଇଣ୍ଡିଆ ନୂତନ କୋଚିଂ କର୍ମଚାରୀଙ୍କ ସହ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ଭାରତୀୟ ଦଳ ଏହାର ଯାତ୍ରା ଟି-20 ସିରିଜରୁ ଆରମ୍ଭ କରିବ, ଯାହାର ପ୍ରଥମ ମ୍ୟାଚ୍ ଜୁଲାଇ 27ରେ ଖେଳାଯିବ। ଶ୍ରୀଲଙ୍କା ଗସ୍ତକୁ ଯିବା ପୂର୍ବରୁ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କୋଚ୍ ଏବଂ ଚୟନକର୍ତ୍ତା ଅନେକ ବଡ଼ ପ୍ରଶ୍ନର ଉତ୍ତର ଦେଇଥିଲେ। ବଡ଼ ପ୍ରଶ୍ନ ହେଲା, ଜିମ୍ବାୱେ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବା ଋତୁରାଜ ଗାଇକ୍ୱାଡଙ୍କୁ ଶ୍ରୀଲଙ୍କା ଯାତ୍ରା ପାଇଁ ଦଳରେ କାହିଁକି ଚୟନ କରାଯାଇ ନାହିଁ? ଗାଇକ୍ୱାଡ କାହିଁକି ସ୍ଥାନ ପାଇଲା ନାହିଁ? ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହେବା ଦିନଠାରୁ ଚୟନକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସତ୍ତ୍ୱେ ଗାଇକ୍ୱାଡ ଓଡିଆଇ କିମ୍ବା ଟି-20 ସିରିଜ ପାଇଁ ମନୋନୀତ ହୋଇନଥିଲେ। ଯାହା ବିଷୟରେ ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଜିମ୍ବାୱେ ବିପକ୍ଷରେ ଆମେ ଅନେକ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଥିଲୁ, ଯାହା ବହୁତ ଭଲ ଥିଲା। ଏପରି ପରିସ୍ଥିତିରେ ଯଦି ଦଳର କୌଣସି ଖେଳାଳି ଆହତ ହୁଅନ୍ତି କିମ୍ବା ଆଗାମୀ ମ୍ୟାଚରେ ଫର୍ମ ବାହାରେ, ତେବେ ଆମର ଭଲ ବ୍ୟାକଅପ୍ ରହିବା ଦରକାର। ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି। ସାମ୍ବାଦିକ ସମ୍ମିଳନୀ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯାଇଥିଲା। 3 ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ 27 ଜୁଲାଇରୁ ଆରମ୍ଭ ହେବ। ଟି-20 ଦଳର କମାଣ୍ଡ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ। ଶ୍ରୀଲଙ୍କା ଯିବା ପୂର୍ବରୁ ଟିମ୍ ଇଣ୍ଡିଆର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ନୂତନ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବହୁତ ଉତ୍ସାହିତ ଥିବା ଦେଖାଯାଉଛି।